ଇସ୍ରାଏଲ ଲୋକମାନଙ୍କୁ ପରମେଶ୍ୱର କୋଉଠୁ ଉଦ୍ଧାର କଲେ? ମିଶ୍ର ଦେଶରୁ। କୋଉଠୁ ଉଦ୍ଧାର କଲେ? ମିଶ୍ର ଦେଶରୁ ଉଦ୍ଧାର କରି ମରୁ ପ୍ରାନ୍ତରେ ଚଳାଇ ନେଉଛନ୍ତି। ହାଲେଲୁୟା। 16 ଅଧ୍ୟାୟରେ ସେମାନେ ପ୍ରଚେଷ୍ଟା କରୁଛନ୍ତି। କେଉଁମାନେ? ଇସ୍ରାଏଲ ଲୋକମାନେ କଣ କରୁଛନ୍ତି କି ଆମେ ବହୁତ ଶାଗ ପଖାଳ ମାଛ ରସୁଣ ଖାଇ ଆମେ ଭଲରେ ଥିଲୁ ମିଶ୍ର ଦେଶରେ। ପରମେଶ୍ୱର ଆମମାନଙ୍କୁ ଏଠି ଆଣିଛନ୍ତି ମାରବା ପାଇଁ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ଏବେ ପ୍ରକାଶ କରୁଛି ପରମେଶ୍ୱର କିଏ ସେଇ ଅଧ୍ୟାୟରେ ସେ ପ୍ରମାଣିତ କରୁଛନ୍ତି। ସ୍ୱର୍ଗରୁ ହାଲେଲୁୟା କଣ ବୃଷ୍ଟି ହେଉଛି? ମାନ୍ନା ବୃଷ୍ଟି ହେଉଛି। ହାଲେଲୁୟା। କଣ ବୃଷ୍ଟି ହେଉଛି? ସ୍ୱର୍ଗରୁ ମାନ୍ନା ବୃଷ୍ଟି ହେଉଛି। ସେଠି ଗୋଟେ ସୁନ୍ଦର ବିଷୟ ଲେଖା ହେଇଛି ପ୍ରିୟ ମଣ୍ଡଳୀ। କେତେ ଲୋକ ଥାନ୍ତି ମାଗଣା ମିଳିଲେ ବେଶୀ ନେବେ। ହାଲେଲୁୟା। ମୁଁ କହୁଛି ବୁଝନ୍ତୁ ଏଇଟା କଣ କହିବାକୁ ମୁଁ ଚାହେଁ ଶିଖିବା। ମାଗଣା ଉପକାର ମିଳିଲେ କଣ କରାଯାଏ? ବହୁତ ମାନେ ସଂଗ୍ରହ କରିଥାଉ। ପରମେଶ୍ୱର ଗୋଟେ ନିୟମ ସ୍ଥାପନ କଲେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ସେ ଅଧ୍ୟାୟରେ ଯଦି ଆପଣମାନେ ପାଠ କରିବେ ସଦାପ୍ରଭୁ ପରମେଶ୍ୱର ମୋଶେଙ୍କୁ ଆଜ୍ଞା ଦେଉଛନ୍ତି କି ତୁମେ ଇସ୍ରାଏଲ ଲୋକମାନଙ୍କୁ କୁହ ପ୍ରତ୍ୟେକ ଦିନ ନିଜର ଖାଇବାର ଶକ୍ତି ଅନୁସାରେ ସେମାନେ ମାନା ସଂଗ୍ରହ କରନ୍ତୁ। ଆମେନ୍ ଆମେନ୍। ହାଲେଲୁୟା। କାରଣ ମୋର ଲୋକମାନଙ୍କୁ ମୁଁ କେବେ ବାସି ଖାଦ୍ୟ ଦେବା ପାଇଁ ଚାହେଁ ନାହିଁ। ପ୍ରେଜ୍ ଦ ଲର୍ଡ। ମୁଁ ପ୍ରତ୍ୟେକ ପ୍ରାତଃ କାଳରେ ପ୍ରତ୍ୟେକ ସକାଳ ସମୟରେ ଉପରୁ ମାନା ବୃଷ୍ଟି କରିବି। ଲୋଭ କରନ୍ତୁ ନାହିଁ। ହାଲେଲୁୟା। ନୂଆ ବିଷୟ ପାଇବାର ଅଛି ମାନେ ପୁରୁଣା ବିଷୟକୁ ରଖିକରି ନୂଆ ବିଷୟକୁ ମୁଁ ପାଇପାରିବି ନାହିଁ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ସେଥିପାଇଁ ଦ୍ୱିତୀୟ କରନ୍ଥୀ 5 ଅଧ୍ୟାୟ 17 ପଦ ଆମର କଣ ଲେଖା ହେଇଛି? ସମସ୍ତେ ତ ଜାଣିଥିବେ କଣ ଲେଖା ହେଇଛି? ଯେ ଖ୍ରୀଷ୍ଟଙ୍କ ଠାରେ ଅଛି। କୋଉଠି ଅଛି? କୋଉଠି ଅଛି? ସମସ୍ତେ କହିବା ଯେ ଖ୍ରୀଷ୍ଟଙ୍କ ଠାରେ ଅଛି। ଯେ ଖ୍ରୀଷ୍ଟଙ୍କ ଠାରେ ଅଛି ସେ ନୂତନ ସୃଷ୍ଟି ହୋଇଅଛି। ସେ ନୂତନ ସୃଷ୍ଟି ହୋଇଅଛି। ପୁରାତନ ବିଷୟ ସବୁ ଲୋପ ପାଇଅଛି। ଦେଖ ସେ ନୂତନ ସୃଷ୍ଟି ହୋଇଅଛି। ହାଲେଲୁୟା। ହାଲେଲୁୟା। କାହାକୁ ପୁରୁଣା ଜିନିଷ ଭଲ ଲାଗେ? ପୁରୁଣା ଜିନିଷ କାହାକୁ ଭଲ ଲାଗେ? ନୂଆ ଜିନିଷ କାହାକୁ ଭଲ ଲାଗେ? ପୁରୁଣା ବି ଭଲ ଲାଗେ, ନୂଆ ବି ଭଲ ଲାଗେ ନା? ହାଲେଲୁୟା। ନୂଆ ଜିନିଷ ସମସ୍ତଙ୍କୁ ଶ୍ରଦ୍ଧା। ନୂଆ ଡ୍ରେସ୍, ନୂଆ ଶାଢ଼ୀ, ଘରେ ନୂଆ ଟିଭି ଆଇଲେ ମଧ୍ୟ ସବୁ ଗୋଟେ ଖୁସି ଥାଏ। ନୂଆ ମୋବାଇଲ ଆଇଲେ ମଧ୍ୟ ଗୋଟେ ଥର ନ ଧରିବା ପର୍ଯ୍ୟନ୍ତ ବହୁତ ଯତ୍ନରେ ରଖିଥାଉ କି ନାହିଁ? ମୁଁ ସବୁ ମୁଁ ମଧ୍ୟ କରେ। ହାଲେଲୁୟା। ନୂଆ ନୂଆ ପ୍ରେମ ବହୁତ ଥାଏ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। କିନ୍ତୁ ପ୍ରଭୁ ଚାହାନ୍ତି ପ୍ରତ୍ୟେକ ଦିନ ଆମେମାନେ ନୂତନୀକରଣ ହେଉ। ହାଲେଲୁୟା। କେମିତି ନୂତନୀକରଣ ହେବା ତାହା ବିଷୟରେ ଅଳ୍ପ ସମୟ ମୁଁ କହିବି, ତାପରେ ଆମେ ଶେଷ କରିବା। ଗୋଟେ ପଦ ନିଶ୍ଚିତ ପଢ଼ିବି ଯେଉଁ ବାକ୍ୟ ଆମେ ଶିଖିବା। ନୂତନୀକରଣ ହେବାର ମୁଖ୍ୟ ବିଷୟବସ୍ତୁ ହେଉଛି ଖ୍ରୀଷ୍ଟଙ୍କ ଠାରେ ରହିବାର ଅଛି। ହାଲେଲୁୟା। ମୁଁ ଯଦି ଜଗତରେ ରହିଛି, ମୋର ଜୀବନ, ମୋର ଚାଲିଚଳନ, ମୋର ସ୍ୱଭାବ ଯଦି ଜାଗତିକ ଅଟେ, ମୁଁ କେବେ ନୂତନ ଜୀବନ ଯାପନ କରିପାରିବି ନାହିଁ। ପ୍ରେଜ୍ ଦ ଲର୍ଡ। ମୁଁ ମିଳାମିଶା କରି ଚାଲିବି। ମୁଁ ଦୁଇ ପ୍ରଭୁଙ୍କର ଦାସ ହେଲା ପରି ମୁଁ ଜୀବନ ଯାପନ କରିବି। ପ୍ରେଜ୍ ଦ ଲର୍ଡ। ଆମମାନଙ୍କର ଆତ୍ମିକ କ୍ଷେତ୍ରରେ ବା ଆମମାନଙ୍କର ଖ୍ରୀଷ୍ଟିଆନ କ୍ଷେତ୍ରରେ ଦୁଇ ପ୍ରକାର ଜୀବନ ଅଛି। କେତେ ପ୍ରକାର ଜୀବନ? ଗୋଟେ ହେଉଛି ଧାର୍ମିକ ଜୀବନ, ଆଉ ଗୋଟେ ହେଉଛି ଆତ୍ମିକ ଜୀବନ। କୁହନ୍ତୁ ସମସ୍ତେ କଣ କଣ? ଗୋଟେ ହେଉଛି ଧାର୍ମିକ ଜୀବନ, ଆଉ ଗୋଟେ ହେଉଛି କୋଉ ଜୀବନ ଆପଣ ଚାହାନ୍ତି ବୁଝିବା ପାଇଁ? କୋଉ ଜୀବନ ଚାହାନ୍ତି? ହାଲେଲୁୟା। ଧାର୍ମିକ ଜୀବନ, ଯେ ଧର୍ମ କର୍ମ କରେ
ସେମାନେ ଧାର୍ମିକ। ଯେଉଁ ବ୍ୟକ୍ତି ଧର୍ମ କର୍ମ କରି ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରିବା ପାଇଁ ପ୍ରୟାସ କରେ ବା କିଛି ମାତ୍ରାରେ ସେ ସନ୍ତୁଷ୍ଟ କରେ ତାକୁ ଆମେ ଧାର୍ମିକ ବୋଲି କହିପାରିବା। ପ୍ରେଜ୍ ଦ ଲର୍ଡ। କିନ୍ତୁ ନୂତନ ଜୀବନରେ ଧାର୍ମିକତାର ବା ଧାର୍ମିକତା ଏକ ଆଉ ବିଶେଷ ଚରିତ୍ର ଖ୍ରୀଷ୍ଟିଆନ ଜୀବନରେ ତାହା ମାନୁଛୁ, କିନ୍ତୁ ପ୍ରଭୁ ଚାହାନ୍ତି ଧାର୍ମିକ ଠାରୁ ଆମେ ଆତ୍ମିକତା ଆଡ଼କୁ ଅଭିବୃଦ୍ଧି ହେଉ। ହାଲେଲୁୟା। କାରଣ ଆତ୍ମିକତା ବା ଆତ୍ମିକ ଜୀବନ ଯାପନ କରିବା ପାଇଁ ପବିତ୍ର ଆତ୍ମାଙ୍କ ବିନା ତାହା କେବେ ସମ୍ଭବ ହେବ ନାହିଁ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଗୋଟିଏ ବିଷୟ କେବଳ କହିବି, କାହିଁକିନା ବାକ୍ୟକୁ ତ ଯିବି ନାହିଁ, କିନ୍ତୁ ମାଥ୍ୟୁ ଲିଖିତ ସୁସମାଚାର 9 ଅଧ୍ୟାୟରେ ଗୋଟେ ସୁନ୍ଦର କାହାଣୀ ଲେଖା ଅଛି। ପ୍ରେଜ୍ ଦ ଲର୍ଡ। ମାଥ୍ୟୁ 9 ଅଧ୍ୟାୟରେ ଯୋହନ ବାପ୍ତିଜକ ଯୋହନଙ୍କର ଶିଷ୍ୟମାନେ ଆସୁଛନ୍ତି। କେଉଁମାନେ ଆସୁଛନ୍ତି? ବାପ୍ତିଜକ ଯୋହନଙ୍କର ଶିଷ୍ୟମାନେ। ଯୀଶୁଙ୍କର ଶିଷ୍ୟମାନେ ଥିଲେ, ତାପରେ ଫାରୁସୀମାନଙ୍କର ଶିଷ୍ୟମାନେ ଥିଲେ। ସେମିତି ବାପ୍ତିଜକ ଯୋହନ ଯିଏ ଯୀଶୁଙ୍କ ପୂର୍ବରୁ ପଥ ପ୍ରସ୍ତୁତ କରିବା ପାଇଁ ଜଗତକୁ ଆସିଥିଲେ, ତାଙ୍କର ମଧ୍ୟ ଶିଷ୍ୟମାନେ ଅଛନ୍ତି। ଘରେ ଯାଇ ପାଠ କରିବେ। ମାଥ୍ୟୁ 9 ଅଧ୍ୟାୟରେ ଲେଖା ଅଛି, ସେମାନେ ଉପବାସ ବିଷୟରେ ଗୋଟିଏ ପ୍ରଶ୍ନ ନେଇ ଯୀଶୁଙ୍କ ନିକଟକୁ ଆସୁଛନ୍ତି। କୋଉ ବିଷୟରେ? ଉପବାସ। ଆସି ପଚାରୁଛନ୍ତି, ଗୁରୁ, ଆମ୍ଭେମାନେ ଓ ଏ ଫାରୁସୀମାନେ ଆମମାନେ ତ ଉପବାସ କରୁଛୁ, ଆପଣଙ୍କର ଶିଷ୍ୟମାନେ କାହିଁକି ଉପବାସ କରୁ ନାହାନ୍ତି? ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ସେଟା ଗୋଟେ ଭିନ୍ନ ପ୍ରସଙ୍ଗ, ମୁଁ ତା ଭିତରକୁ ଯିବି ନାହିଁ, କାରଣ ବହୁତ ଗଭୀର ହେବ, ଆମମାନେ ସମୟ ନାହିଁ। କିନ୍ତୁ ସେଇ ପ୍ରଶ୍ନର ଉତ୍ତର ଦେବା ପାଇଁ ଯୀଶୁ ତିନିଟା ଉତ୍ତର ଦେଇଛନ୍ତି। ସେଇ ଅଧ୍ୟାୟରେ ପାଠ କରିବେ। ଯୀଶୁ କେତେଟା ଉତ୍ତର ଦେଇଛନ୍ତି? 3ଟା। ପ୍ରଥମେ କହିଲେ ଯୀଶୁ, ଯେ ପର୍ଯ୍ୟନ୍ତ ବରଯାତ୍ରୀଙ୍କ ସହିତ ଅଛନ୍ତି ସେ ପର୍ଯ୍ୟନ୍ତ ସେମାନେ କ'ଣ ଉପବାସ କରିପାରିବେ? ବୁଝୁଛନ୍ତି ମୁଁ କ'ଣ କହୁଛି? ଯୀଶୁ କ'ଣ କହିଲେ? ବର ଥିବା ପର୍ଯ୍ୟନ୍ତ ବରଯାତ୍ରୀ କେବେ ଉପବାସ କରି ଚିକେନ ମଟନ ଦେଖିକରି ପେଟକୁ ଆଉଁସି କରି ସେ ବସବାକୁ ଯାଇକରି ଖାଲି ପେଟରେ, କିନ୍ତୁ ସମୟ ଆସିବ ବରକୁ କାଢି ଦିଆଯିବ, ସେ ସମୟରେ ସେମାନେ ଉପବାସ କରିବେ। ହାଲେଲୁୟା। ତାପରେ ଆଉ 2ଟା ସେ ଦୃଷ୍ଟାନ୍ତ ଦେଉଛନ୍ତି। ପ୍ରଥମ ଦୃଷ୍ଟାନ୍ତ, ନୂଆ ଲୁଗାର ତାଳି ନେଇ କିଏ କେବେ ପୁରୁଣା ଲୁଗାରେ ଲଗାଏ ନାହିଁ। ଲଗାଇଲେ କ'ଣ ହେବ? ସେ ପୁରୁଣା ଲୁଗା ଚିରିଯିବ। ହାଲେଲୁୟା। ଆଉ ଦ୍ୱିତୀୟ ଦୃଷ୍ଟାନ୍ତ ଦେଇଛନ୍ତି, ଯୋଉଟା କି ମୁଁ ଏବେ କହିବି କିଛି ସମୟ। ନୂଆ ଦ୍ରାକ୍ଷାରସକୁ ନେଇ ପୁରୁଣା କୁମ୍ପାରେ ରଖ ନାହିଁ, ଯଦି ରଖିବ ଦୁହେଁ, ବାଇବେଲରେ ଲେଖା ଅଛି କ'ଣ? ଦୁହେଁ। କାରଣ ମୁଁ ଯଦି ଗୋଟେ ପୁରୁଣା କୁମ୍ପାରେ ନୂଆ ଦ୍ରାକ୍ଷାରସକୁ ରଖିବି, ଫାଟିଯିବ। ଆଉ ଫାଟିଗଲେ କୁମ୍ପା ବି ଫାଟିଗଲା, ନଷ୍ଟ ହେଲା। ଆଉ ଦ୍ରାକ୍ଷାରସ ଯୋଉଟା ମୁଁ ରଖିଛି ଭିତରେ, ସେଟା ବି ଢାଳିଯାଇଛି, ସେଟା ବି ନଷ୍ଟ ହେଇଗଲା। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ମୋର କହିବାର ଅର୍ଥ, ପ୍ରିୟ ମଣ୍ଡଳୀ, ସେ ବିଷୟକୁ ଯାଉ ନାହିଁ, କିନ୍ତୁ ଆଜି ଏଇ ରାତ୍ର ସମୟରେ ମୁଁ ଆପଣମାନଙ୍କୁ ଏଇ ଉତ୍ସାହ ଦେବା ପାଇଁ ଚାହେଁ, এই রাত্রে নূয়া হওয়া পাই প্রয়াস করন্তু। হালেলুয়া। পরমেশ্বর চাহান্তি আপনার নূয়া দ্রাক্ষারসକୁ আଜି ଆପଣଙ୍କ ମଧ୍ୟରେ, ଆପଣଙ୍କ ଜୀବନ ମଧ୍ୟରେ ଓ ଜାଣିବା ପାଇଁ। କିନ୍ତୁ ଯଦି ଆପଣ ପୁରୁଣା କୁମ୍ପା ହୋଇ, ପୁରୁଣା ପାତ୍ର ହୋଇ ରହିବା ପାଇଁ ଚାହାନ୍ତି, ତାହେଲେ ସେ ନୂଆ ଦ୍ରାକ୍ଷାରସକୁ ଆପଣ ରଖିପାରିବେ ନାହିଁ, ତାହା ନଷ୍ଟ ହେଇଯିବ। ହାଲେଲୁୟା। ହାଲେଲୁୟା। କାରଣ ପ୍ରଭୁଙ୍କର ଆଶୀର୍ବାଦ, ପ୍ରଭୁଙ୍କର କରୁଣା ସଦାବେଳେ ନୂଆ ବୋଲି ବାଇବେଲରେ ଲେଖା ହେଇଛି। ଜିନିନ ବିଳାପ ପୁସ୍ତକରେ ମଧ୍ୟ ଲେଖାଯାଏ, ପରମେଶ୍ୱରଙ୍କର ବା ସଦାପ୍ରଭୁଙ୍କର କରୁଣା ପ୍ରତି ପ୍ରଭାତରେ ନୂତନୀକରଣ ବୋଲି ଲେଖା ହେଇଛି। ଆମେନ୍ ଆମେନ୍। ହାଲେଲୁୟା। ପ୍ରତି ପ୍ରଭାତରେ ତାଙ୍କର କରୁଣା ନୂଆ ଭାବରେ ଆସେ। ସିଏ ତ ନୂଆ ଦେଉଛନ୍ତି, ଆମେ ପୁରୁଣା ହେଇଯାଇଛୁ। ପୁରୁଣା ଲୋକ ନୂଆକୁ ଧରି ପାରନ୍ତି। ହାଲେଲୁୟା। ହାଲେଲୁୟା। ପୁରୁଣା କୁମ୍ପା ବା ପୁରୁଣା ପାତ୍ର ଯଦି
ହୋଇ ଆମେ ରହିଅଛୁ, ପ୍ରଥମେ ଆମେ ନୂଆ ହେବାକୁ ପଡ଼ିବ। ହାଲେଲୁୟା। ଏଥିପାଇଁ ଆପଣମାନେ ଚିନ୍ତା କରୁଥିଲେ କି ପ୍ରଭୁ ମୋତେ କାହିଁକି ଦେଉନାହାନ୍ତି? ପ୍ରଭୁ ଚାହାନ୍ତି ଆପଣ ନଷ୍ଟ ନ ହୁଅନ୍ତୁ ବୋଲି। କାହିଁକି ନା ନୂଆ ଯଦି ସେ ଦେବେ ଆପଣ ରଖିପାରିବେନି, ଆପଣ ନଷ୍ଟ ହେଇଯିବେ, ଭାଙ୍ଗିଯିବେ, ଫାଟିଯିବେ, ଛିଡ଼ିଯିବେ। ହାଲେଲୁୟା। ଜାଣନ୍ତୁ ଏଇଟା ରହସ୍ୟ ବିଷୟ, ଗଭୀର ବିଷୟ। ଅନେକ ସମୟରେ ପ୍ରଭୁ ଜାଣିକି ଆପଣ ଯେ ପ୍ରକାର ନଷ୍ଟ ନ ହୁଅନ୍ତୁ ବୋଲି ସେ ତାଙ୍କର ଆଶୀର୍ବାଦକୁ ଅଟକାଇ ରଖନ୍ତି, ଜଗନ୍ତି କି ମୋର ପୁତ୍ର ମୋର କନ୍ୟା କେବେ ନୂଆ ହେବ, ନୂଆ ହେଲା ପରେ ନୂଆ ଆଶୀର୍ବାଦକୁ ଆପଣ ଧରିବେ। ହାଲେଲୁୟା, ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ପ୍ରିୟ ମଣ୍ଡଳୀ, ଆଜିର ଏ ରାତ୍ରରେ ଆମେ ଅନେକ ବାକ୍ୟ ଶୁଣିଲୁ। ପ୍ରଥମ ଆମେ ସୁନ୍ଦର ଭାବରେ ସ୍ୱର୍ଗର ଦ୍ୱାର ପ୍ରାର୍ଥନା କରିବା ଦ୍ୱାରା ଆମେ କି ପ୍ରକାର ସ୍ୱର୍ଗର ଦ୍ୱାରକୁ ଉନ୍ମୁକ୍ତ କରିପାରିବା, ସ୍ୱର୍ଗରୁ ପରମେଶ୍ୱରଙ୍କର ସେ ଆଶୀର୍ବାଦକୁ କି ପ୍ରକାର ଆମେ ଗ୍ରହଣ କରିପାରିବା ସେ ବିଷୟରେ ଶିଖୁଥିଲୁ। ପ୍ରାର୍ଥନାର ଶକ୍ତି ବିଷୟରେ ଆମେ ଶିଖିଲୁ। ହାଲେଲୁୟା। କିନ୍ତୁ ଆଉ ଗୋଟେ ବିଷୟ ଖାଲି କହିବି, ତାପରେ ଶେଷ କରିବି। ପ୍ରାର୍ଥନା ଓ ଆରାଧନା ଭିତରେ ପାର୍ଥକ୍ୟ କ'ଣ? କାହାକୁ ଜଣା ଅଛି? ପ୍ରାର୍ଥନା ଆଉ ଆରାଧନା ମଧ୍ୟରେ ପାର୍ଥକ୍ୟ ଆମେ ଦୁଇ ଜାକ କରୁଛୁ କି ନାହିଁ? ମଣ୍ଡଳୀରେ ଆଇଲେ କ'ଣ କରୁଛୁ? ପ୍ରଥମେ ଆମେ ଆରାଧନା କରୁଛୁ, ପ୍ରଶଂସା କରୁଛୁ, ଗୀତ ଗାନ କରୁଛୁ, ପ୍ରଭୁଙ୍କୁ ଆମେ ସମ୍ଭ୍ରମ କରୁଛୁ, ତାପରେ ପ୍ରାର୍ଥନା ମଧ୍ୟ କରୁଛୁ। ହାଲେଲୁୟା। ଦୁଇଟା ମଧ୍ୟରେ ପାର୍ଥକ୍ୟ କ'ଣ? ଆଜିକାଲି କିଛି ବିଷୟ ଶିଖିବା, ଏଇନା ବସିଛୁ ତ ରାତିରେ ଆମେ ଜ୍ଞାନ ଟିକେ ନେବା। ହାଲେଲୁୟା। କୁହନ୍ତୁ ପ୍ରାର୍ଥନା ଆଉ ଆରାଧନା ମଧ୍ୟରେ ତଫାତ୍ କୁହ। ପ୍ରାର୍ଥନା କ'ଣ, ଆରାଧନା? ଓକେ। ପ୍ରାର୍ଥନାରେ ଶକ୍ତି ପାଇବା, ଆରାଧନାରେ ତାଙ୍କର ଉପସ୍ଥିତ। ବଢିଆ ବିଷୟ, ଏଇଟା ନୂଆ ବିଷୟ। ହଁ, ନିଶ୍ଚିତ ଭାବରେ ପ୍ରାର୍ଥନା ହେଉଛି ପରମେଶ୍ୱରଙ୍କ ସହିତ ଗୋଟେ କଥୋପକଥନ, ଓକେ। ଆଉ ଆରାଧନା ହେଉଛି ଯୋଉଟା ଆମେ ପରମେଶ୍ୱରଙ୍କୁ ଆରାଧନା ସହିତ ପ୍ରଶଂସା ସହିତ ଆମେ ସନ୍ତୁଷ୍ଟ କରିପାରିବା। ଓକେ। ହଁ, ସୁନ୍ଦର ବିଷୟ। ଦେଖନ୍ତୁ କେତେ ବଢିଆ ବଢିଆ। ମୁଁ ଚାହୁଁଛି ଆପଣ କୁହନ୍ତୁ, ହେଲେ ଆପଣମାନେ ନିଦ ଲାଗୁନି। କୁହନ୍ତୁ ପ୍ରାର୍ଥନା ଆଉ ଆରାଧନା ଭିତରେ ଅନ୍ତର କ'ଣ ଅଛି? ଅଲଗା, ପ୍ରାର୍ଥନା ତ ଅଲଗା, ଆରାଧନା ଅଲଗା, ତ କାହିଁକି କଲୁ? ପ୍ରାର୍ଥନା କ'ଣ, ଆରାଧନା କ'ଣ? କୁହନ୍ତୁ। ପ୍ରାର୍ଥନାରେ ଆମେ ନିଜ ପାଇଁ ହିଁ ଖାଲି ମାଗୁଛୁ, ହଁ ଠିକ ଅଛି। କିନ୍ତୁ ଉପାସନା ଆରାଧନା କେବଳ ପ୍ରଭୁଙ୍କୁ ଆମେ ସ୍ତୁତି ପ୍ରଶଂସା କରୁ, ତାଙ୍କୁ ଓକେ, ସନ୍ତୁଷ୍ଟ। ସୁନ୍ଦର ବିଷୟ ଏଟା ମଧ୍ୟ। ହଁ କି ନାହିଁ? ଦେଖ ନୂଆ ନୂଆ ବିଷୟ ଶିଖୁଛୁ। ଆଉ କିଏ କ'ଣ କହିବେ? ସମସ୍ତେ ଜାଣିଛନ୍ତି, ଲାଜ ପାଇଁ କହୁନାହାନ୍ତି ନା ଆମେ ଶିକ୍ଷିତ ବୋଲି ଭାବୁଛନ୍ତି? କୁହନ୍ତୁ ହାଲେଲୁୟା, ହାଲେଲୁୟା। କହିବ ପ୍ରାର୍ଥନା ଆଉ ଆରାଧନା ଭିତରେ ତଫାତ୍, ପାର୍ଥକ୍ୟ। ମୁଁ ତିନିଟା ବିଷୟ କହିବି, ତାପରେ ଶେଷ କରିବା। ହାଲେଲୁୟା। ପ୍ରାର୍ଥନା ଜଗତ ପାଇଁ ଅଟେ, ଆରାଧନା ସ୍ୱର୍ଗ ପାଇଁ ଅଟେ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା। ପ୍ରାର୍ଥନା କୋଉଠି ପାଇଁ ଅଟେ? ଜଗତ ପାଇଁ, ସ୍ୱର୍ଗରେ ପ୍ରାର୍ଥନା ନାହିଁ। ଆରାଧନା କେବଳ ସ୍ୱର୍ଗ ପାଇଁ ଅଟେ। ଆମେ ଏଠି ତ କରୁଛୁ, ପ୍ରାକ୍ଟିସ୍ କରୁଛୁ। ଯିବା ନା ସବୁ ଦିନେ? କିଏ କିଏ ଯିବା ପାଇଁ ରେଡି ଅଛନ୍ତି? ଆମେନ୍। କାହାର ଭଳି? ସୁବୁଦ୍ଧି କନ୍ୟା ଭଳି କି ନିର୍ବୁଦ୍ଧି କନ୍ୟା ଭଳି? ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ନିଶ୍ଚିତ ଆମେମାନେ ସେଇ ସୁବୁଦ୍ଧି କନ୍ୟା ସଦୃଶ୍ୟ ନିମନ୍ତ୍ରିତ ହୋଇଅଛୁ, କିନ୍ତୁ ପ୍ରଭୁ ସେହି ସମୟରେ ଯେ ପ୍ରକାର ନିମନ୍ତ୍ରିତ ଆଉ ଅତିଥିଗଣ ଅଯୋଗ୍ୟ ବୋଲି ଆମକୁ ନ କହିଦିଅନ୍ତୁ। ହାଲେଲୁୟା। ପ୍ରେଜ୍ ଦ ଲର୍ଡ। ଆଉ ସେଇ ମହାଭୋଜନ ଦୃଷ୍ଟାନ୍ତ ଭଳି ନିମନ୍ତ୍ରିତ ଲୋକ ନ ଆସିବା ସକାଶୁ ସେଇ କର୍ତ୍ତା କ'ଣ କରୁଛନ୍ତି? ଛକ ସ୍ଥାନକୁ ପଠାଇ ଅନ୍ଧ, ଖଞ୍ଜ, ପଙ୍ଗୁ ଲୋକମାନଙ୍କୁ, ଯେଉଁମାନେ ଅନିମନ୍ତ୍ରିତ ଲୋକମାନଙ୍କୁ ଆଣି ସ୍ଥାନ ନ ଦେଇ ଦିଅନ୍ତୁ, ତାହା କେବେ ନ ହେଉ। ହାଲେଲୁୟା। ପ୍ରାର୍ଥନା ହେଉଛି କେଉଁ ସ୍ଥାନ ପାଇଁ? ପୃଥିବୀ ପାଇଁ। ପ୍ରାର୍ଥନା ପୃଥିବୀରେ ଶେଷ ହେଇଯିବ, ସ୍ୱର୍ଗରେ ପ୍ରାର୍ଥନା ନାହିଁ। ଆରାଧନା ସ୍ୱର୍ଗ ପାଇଁ ଅଟେ। ପ୍ରେଜ୍ ଦ ଲର୍ଡ। ଦ୍ୱିତୀୟ ବିଷୟ ଜାଣନ୍ତୁ, କେତେ ସହଜରେ ମୁଁ ଆପଣମାନଙ୍କୁ ମନେ ବି ରଖାଇଦେବି, କେବେ ଭୁଲିବେ ନାହିଁ। ପ୍ରାର୍ଥନା କୋଉଠି ପାଇଁ? ଜଗତ ପାଇଁ ବା ପୃଥିବୀ ପାଇଁ। ଆରାଧନା କୋଉ ସ୍ଥାନ ପାଇଁ? ଆମର ଅନନ୍ତକାଳୀନ ସ୍ଥାନ ପାଇଁ, ସ୍ୱର୍ଗ ପାଇଁ। ପ୍ରେଜ୍ ଦ ଲର୍ଡ। ପ୍ରାର୍ଥନା
ପାଇବା ପାଇଁ ଅଟେ। ପ୍ରେଜ୍ ଦ ଲର୍ଡ। ପ୍ରାର୍ଥନା କ'ଣ ପାଇଁ ଅଟେ? ପାଇବା ପାଇଁ। ଯେ ପ୍ରକାର ମମି କହୁଥିଲେ ପ୍ରାର୍ଥନା କିଛି ପାଇବା ପାଇଁ। ଆମମାନେ ନିଜ ପାଇଁ ପ୍ରାର୍ଥନା କରୁ, ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କରୁ, ଯାହାର ଫଳରେ ପରମେଶ୍ୱର ଆମଙ୍କର ପ୍ରାର୍ଥନା ଶୁଣି ଆମକୁ ଦେବେ। ତ ଆମମାନେ ପାଇବା ପାଇଁ। ହାଲେଲୁୟା। ଆରାଧନା ହେଉଛି ଦେବା ପାଇଁ। ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରାର୍ଥନା ହେଉଛି ପାଇବା ପାଇଁ, ଆରାଧନା ହେଉଛି ଦେବା ପାଇଁ।